ସମସ୍ତଙ୍କୁ ନମସ୍କାର ଫିଜିକାଲ ଏଜୁକେସନ୍ ଆମ ଏଇ ଚ୍ୟାନେଲରେ ଫିଜିକାଲ ଏଜୁକେସନ୍ ସହିତ ବହୁତ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ମଧ୍ୟ ଦିଆଯାଏ। ସେଥିପାଇଁ ଚ୍ୟାନେଲରେ ଯୋଡ଼ି ରୁହନ୍ତୁ। ଆଜି ଆମେ କିଛି ସିଲେକ୍ଟେଡ୍ MCQକୁ ନେଇ ଆମେ ଆଲୋଚନା କରିବା। ପିଲାମାନେ, ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବି MCQ ଠାରୁ ସବୁଠୁ ବେଷ୍ଟ ହେଉଛି ଆପଣଙ୍କର କ'ଣ କନସେପ୍ଟ ଉପରେ ଆପଣମାନେ ସମସ୍ତେ ଧ୍ୟାନ ଦିଅନ୍ତୁ ଦୟାକରି ପ୍ଲିଜ୍। ଆଚ୍ଛା, ପ୍ରଥମ କ୍ୱେଶ୍ଚନ୍ ଆପଣମାନଙ୍କ ସାମ୍ନାରେ, ଇନ୍ ହ୍ୱିଚ୍ କଣ୍ଟ୍ରି ଡିଡ୍ ଦ ଗେମ୍ ଅଫ୍ ଭଲିବଲ୍ ଅରିଜିନେଟ୍। ଆଚ୍ଛା, ସେ ପଚାରିଲା ଭଲିବଲ୍ କେଉଁ ଦେଶରେ ପ୍ରଥମେ କ'ଣ ହେଇଥିଲା ନା ଜନ୍ମ ନେଇଥିଲା। ଅପସନ୍ରେ ମଧ୍ୟ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଅଛି, ଜାପାନ ଅଛି, ରୁଷିଆ ଅଛି, ଅଷ୍ଟ୍ରେଲିଆ ଅଛି। ଆପଣମାନେ ସମସ୍ତେ ଜାଣନ୍ତୁ ବା ନ ଜାଣନ୍ତୁ, ଏଗୁଡ଼ା ସବୁ କନଫ୍ୟୁଜନ୍ କେବେ ବି ହେବେ ନାହିଁ। ସମ୍ପୂର୍ଣ୍ଣ ରୂପେ ପ୍ରୋଗ୍ରେସିଭ୍ ପାର୍ଟ ମେଥଡ଼ରେ ଆପଣମାନେ ସମସ୍ତେ ପ୍ରିପାରେସନ୍ କରନ୍ତୁ। ସେ କ'ଣ ହେବ ନା ପ୍ରୋଗ୍ରେସିଭ୍ ପାର୍ଟ ମେଥଡ଼ରେ ପ୍ରିପାରେସନ୍ କଲେ ଆପଣଙ୍କୁ କୌଣସି ଜିନିଷ କନଫ୍ୟୁଜନ୍ ଲାଗିବ ନାହିଁ। ଏଇଟା ମନେ ରଖନ୍ତୁ। ପ୍ରୋଗ୍ରେସିଭ୍ ପାର୍ଟ ମେଥଡ଼ କ'ଣ, ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କମେଣ୍ଟ ସେକ୍ସନରେ କମେଣ୍ଟ ଦେବେ। ଆଉ ଏଇ ଭିଡ଼ିଓରେ ଯଦି ମିନିମମ୍ 150 ଜଣ ଭ୍ୟୁ ହୁଅନ୍ତି ତାହେଲେ ମୁଁ ନେକ୍ସଟ ଭିଡ଼ିଓ ନିଶ୍ଚିତ ଭାବରେ ଆଣିବି। ସେଇଟା ଆପଣଙ୍କ ଉପରେ ଦାୟିତ୍ୱ। ସେୟାର କେମିତି କରିକି ଭିଡ଼ିଓ 150 ଭ୍ୟୁ ହେଲେ ମୁଁ ନେକ୍ସଟ ଭିଡ଼ିଓ ଆପଣଙ୍କ କମେଣ୍ଟରେ ଯାହା ଫିଜିକାଲ୍ ଏଜୁକେସନ୍ ଉପରେ ଡାଉଟ୍ ଥିବ ନିଶ୍ଚିତ ଭାବରେ ମୋ ଚେଷ୍ଟା ଅନୁଯାୟୀ ମୁଁ ଆଣିବି। ଠିକ୍ ଅଛି, ଆଗକୁ ଯିବା। ଇନ୍ ହ୍ୱିଚ୍ କଣ୍ଟ୍ରି ଡିଡ୍ ଦ ଗେମ୍ ଅଫ୍ ଭଲିବଲ୍ ଅରିଜିନେଟ୍। ଆଚ୍ଛା, USA, ଜାପାନ, ରୁଷିଆ, ଅଷ୍ଟ୍ରେଲିଆ। ନିଶ୍ଚିତ ଭାବରେ କ'ଣ ନା ଭଲିବଲ୍ କେଉଁଠି ଅରିଜିନେଟ୍ ହେଇଥିଲା ନା USAରେ ହେଇଥିଲା, ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା। ଆଚ୍ଛା, ସେକେଣ୍ଡ କ୍ୱେଶ୍ଚନ୍, ଫ୍ରେଞ୍ଚ ସର୍ଟ ସର୍ଭିସ୍ ଟେଷ୍ଟ ଫର୍ ଦ ଗେମ୍ ଅଫ୍। ଦେଖ, ମୁଁ ଚ୍ୟାନେଲରେ ଅଛି ଟେଷ୍ଟ ମେଜରମେଣ୍ଟ ଆଣ୍ଡ ଇଭାଲ୍ୟୁଏସନ୍ ଚ୍ୟାନେଲରେ ମଧ୍ୟ ଟପିକ୍ ଅଛି, ଆପଣମାନେ ଯାଇକି ଦେଖିପାରିବେ। ଫ୍ରେଞ୍ଚ ସର୍ଟ ସର୍ଭିସ୍ ଟେଷ୍ଟ ଆପଣମାନଙ୍କର କେଉଁଠି ଅଛି ନା ନିଶ୍ଚିତ ଭାବରେ ବ୍ୟାଡ଼ମିଣ୍ଟନରେ ଆପଣମାନେ ସମସ୍ତେ ଜାଣିଥିବେ ବା ନ ଜାଣିଥିଲେ ଯାଇକି ଦେଖିବେ। ଏଗୁଡ଼ା ସବୁ ବହୁତ ଇଜି କ୍ୱେଶ୍ଚନ୍। ଆପଣମାନେ ସମସ୍ତେ ଏଥିରେ ଧୁରନ୍ଧର ରହିବାକୁ ପଡ଼ିବ। ଆଚ୍ଛା, ନେକ୍ସଟ କ୍ୱେଶ୍ଚନ୍, ଦ ୱେଟ୍ ଅଫ୍ ମେନ୍ସ ଜାଭେଲିନ୍ ପୁରୁଷ ବର୍ଗର ଜାଭେଲିନ୍ ର ଓଜନ କେତେ? 600, 800 ନା 900 ନା 700? ପିଲାମାନେ 600, 800, 900 ନା 700? ନିଶ୍ଚିତ ଭାବରେ ସେଟା କେତେ ନା B। ଆନ୍ସର୍ B ହେଉଛି ଆପଣଙ୍କର 800 ଗ୍ରାମ। ଆଚ୍ଛା, ଠିକ୍ ଅଛି। ତାପରେ 4 ନମ୍ବର, ଦ ମେନ୍ ଫଙ୍କସନ୍ ଅଫ୍ WBC ମାନେ କ'ଣ? WBC ଅର୍ଥ କ'ଣ? ହ୍ୱାଇଟ୍ ବ୍ଲଡ଼ ସେଲ୍, ଯେଉଁଟାକି ତା'ର କ'ଣ ଲାଇଫ୍ ସ୍ପାନ୍ କେତେ ଦିନ ନା ଲାଇଫ୍ ସ୍ପାନ୍ ହେଉଛି କେତେ ନା 10ରୁ 12 ଦିନ, 10ରୁ 12 ଡେଜ୍ ଲାଇଫ୍ ସ୍ପାନ୍ ପାଖାପାଖି। ଏଇଟା ଆପଣମାନେ ରଖନ୍ତୁ। ଏଇଟା ବେଶୀ କ'ଣ ଆରବିକ୍ ସିଷ୍ଟମ୍କୁ ବେଶୀ ଆପଣ ହେଲ୍ପ କରିଥାଏ। ଆଚ୍ଛା, WBC ମେନ୍ ଫଙ୍କସନ୍ ଟ୍ରାନ୍ସପରେଣ୍ଟ ସବଷ୍ଟାନ୍ସ। ଆଚ୍ଛା, ଟ୍ରାନ୍ସପରେଣ୍ଟ ସବଷ୍ଟାନ୍ସ ଦେଲା। ତାପରେ ରିମୁଭ୍ ଡେଡ୍ ସେଲ୍, ଇନକ୍ରିଜ୍ ବ୍ଲଡ଼ ସାର୍କୁଲେସନ୍, ଫାଇଟ୍ ଏଗେନଷ୍ଟ ବ୍ୟାକ୍ଟେରିଆ। ନିଶ୍ଚିତ ଭାବରେ ଆର ସବୁଠୁ ଭଲ କାମ ହେଉଛି ଫାଇଟ୍ ଏଗେନଷ୍ଟ ବ୍ୟାକ୍ଟେରିଆ। ଆନ୍ସର୍ ହେଉଛି ଆପଣଙ୍କର କ'ଣ ନା D। ଆଚ୍ଛା, ଏଠି ହେଉଛି B ଆନ୍ସର୍, ଉପରେ ହେଉଛି ବ୍ୟାଡ଼ମିଣ୍ଟନ ଆନ୍ସର୍, ଆଉ ଏଠି ହେଉଛି USA ଆନ୍ସର୍ ହେଲା। ଆଚ୍ଛା, ଠିକ୍ ଅଛି। ନେକ୍ସଟ ଆସିଲା କ'ଣ? ଦ ମେନ୍ ଫଙ୍କସନ୍ ଡକ୍ଟର BC ରୟ ଟ୍ରଫି। ଆପଣମାନେ ଟ୍ରଫି କେମିତି ଘୋଷିବେ ଯଦି କମେଣ୍ଟ ଦେବେ ତାପରେ ମୁଁ ଆଣିବି ଟ୍ରଫି କେମିତି ଆପଣମାନେ ଘୋଷିବେ। ଆଚ୍ଛା, BC ରୟ ଟ୍ରଫି ମାନେ ସବୁବେଳେ ଷ୍ଟୋରି ରହିକି ମନେ ରଖନ୍ତୁ। BC ରୟ ଟ୍ରଫି ଆପଣଙ୍କର କ'ଣ ହେବ ନା ଫୁଟବଲରେ ରହିବ। ତାପରେ ହ୍ୱିଚ୍ ଅଫ୍ ଦ ଫଲୋଇଂ ଆୱାର୍ଡ଼ ଇଜ୍ ଗିଭିନ୍ ବାଇ UP ଗଭର୍ଣ୍ଣମେଣ୍ଟ ଅଫ୍ ସ୍ପୋର୍ଟସ୍ ପର୍ସନ୍। ସ୍ପୋର୍ଟସ୍ ପର୍ସନ୍ UP ଗଭର୍ଣ୍ଣମେଣ୍ଟକୁ UP ଗଭର୍ଣ୍ଣମେଣ୍ଟ ସ୍ପୋର୍ଟସ୍ ପର୍ସନ୍ ମାନଙ୍କୁ କେଉଁ ଆୱାର୍ଡ଼ ଦେଉଛି? ସେଇଟା UP TGT ର ପେପର, ତେଣୁକରି ଏଇଟା ହେଉଛି କ'ଣ ଲକ୍ଷ୍ମଣ ଆୱାର୍ଡ଼। ଏବଂ ଏହାକୁ ମଧ୍ୟ ଅର୍ଜୁନ ଆୱାର୍ଡ଼ ପଢ଼ିବେ ହେଲା। ଖେଲରତ୍ନ ଆୱାର୍ଡ଼ ତାକୁ ମଧ୍ୟ ପଢ଼ିବେ। ଖେଲରତ୍ନ ଆୱାର୍ଡ଼ଟା କ'ଣ ହେଇଛି? ମେଜର ଧ୍ୟାନଚାନ୍ଦ ଖେଲରତ୍ନ ଆୱାର୍ଡ଼ ପଡ଼ିଛି, ମୁଁ ତାକୁ ମଧ୍ୟ ଲକ୍ଷ୍ୟ କରି। ଦ ସ୍କାପୁଲା ବୋନ୍ କେଉଁଠି ଅଛି? ସ୍କାପୁଲା ବୋନ୍ ନିଶ୍ଚିତ ଭାବରେ କେଉଁଠି ଅଛି ନା ସ୍କାପୁଲା ବୋନ୍ ଅପର ବ୍ୟାକ୍ରେ ଅଛି ସ୍କାପୁଲା ବୋନ୍ ହେଲା। ଲେଗ୍ରେ କେଉଁ ବୋନ୍ ଅଛି ତାକୁ ସବୁ ଲକ୍ଷ୍ୟ ମଧ୍ୟ କରିବେ। ଆଚ୍ଛା, ତାପରେ 8 ନମ୍ବର ଦେଲା ହାର୍ବାର୍ ଷ୍ଟେପ୍ ଟେଷ୍ଟ।
ହାର୍ବାର୍ଟ ଟ୍ରିପ୍ଟନଟା କେଉଁଠି ନା ହାର୍ବାର୍ଟ ଟ୍ରିପ୍ଟନଟା ଆପଣ ସମସ୍ତଙ୍କୁ ପଢ଼େଇଛି କ'ଣ ଲୁସିଆନ୍ ବ୍ରୋହା ହେଲା। ଆଚ୍ଛା ଏଇଟା ହେଉଛି କ'ଣ ନା ଏଣ୍ଡୁରାନ୍ସ ଏନହାନ୍ସମେଣ୍ଟ ପାଇଁ ମତଲବ କ'ଣ ସରି ହାର୍ବାର୍ଟ ଟ୍ରିପ୍ଟନଟା କ'ଣ ନା ଆପଣଙ୍କର ହାର୍ଟବିଟ୍ ଚେକ୍ କରିବା ପାଇଁ ତାର ସେଥିରେ ମେସିନ୍ ଅଛି ଯେଉଁଟାକି ମେଟ୍ରୋନୋମ୍ ମେସିନ୍ ଅଛି ଗୋଟେ ମେସିନ୍ ଟିଙ୍ଗ ଟିଙ୍ଗ ହେବ ମେଟ୍ରୋନୋମ୍ ମେସିନ୍ ଅଛି ହେଲା। ଆଚ୍ଛା ତାର ଗୋଟେ ବେଞ୍ଚ ହାଇଟ୍ ଅଛି ବେଞ୍ଚ ହାଇଟ୍ ଅଛି ମେଲ୍ମାନଙ୍କ ପାଇଁ 22 ଇଞ୍ଚ ଫିମେଲ୍ମାନଙ୍କ ପାଇଁ କେତେ 18 ଇଞ୍ଚ ହେଲା। ଆଚ୍ଛା ନେକ୍ସଟକୁ ଯିବା ଗ୍ୟାଷ୍ଟ୍ରୋନୋମିୟସ୍ ମସଲ୍ କେଉଁଠି ଅଛି ନା ନିଶ୍ଚିତ ଭାବରେ କେଉଁଠି ଅଛି ଲୋଅର୍ ଲେଗ୍ରେ ଅଛି ଗୋଡ଼ରେ ଅଛି ଗୋଡ଼ର ଭଣ୍ଡା ମସଲ୍ ଏଇଟା ଗୋଡ଼ ଯଦି ହେଲା ଆପଣଙ୍କର ଏଇଠି ଗୋଟେ ଏମିତି ହେଇନଥିବ ଏଇଟା ଯଦି ପାଦ ହେଲା ଆପଣଙ୍କର ଏଇଟା କ'ଣ ଏଇ ମସଲ୍ କୁହନ୍ତି ଏଇ ମସଲ୍ ହେଲା। ଆଚ୍ଛା ଠିକ୍ ଅଛି ନେକ୍ସଟକୁ ଯିବା ଫାଇନାଲ୍ ଇଭେଣ୍ଟ ଅଫ୍ ଡେକାଥଲନ୍ ଶେଷ ଇଭେଣ୍ଟ ହେଉଛି କ'ଣ ନିଶ୍ଚିତ ଭାବରେ ଆପଣଙ୍କର କ'ଣ ହେବ ଆନ୍ସାର୍ ନା ଆନ୍ସାର୍ ହେବ 100 ମିଟର 1500 ମିଟର ଦୌଡ଼ ଶେଷରେ ବଡ଼ ଇଭେଣ୍ଟଟି ଥାଏ। ଆଚ୍ଛା ତାପରେ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇନଷ୍ଟ୍ରୁମେଣ୍ଟ ମେଜର ହାଇଟ୍ ମାପିବା ପାଇଁ କୋଉ ମିଟର ଷ୍ଟାଡ଼ିଓମିଟର ଡାଇନାମୋମିଟର କ'ଣ ପାଇଁ ସ୍ପାଇରୋମିଟର କ'ଣ ପାଇଁ ତାକୁ ମଧ୍ୟ ଲକ୍ଷ୍ୟ ଦେବେ ଆପଣମାନେ ସ୍କୋଲିଓମିଟର କ'ଣ ପାଇଁ ହେଲା। ଆଚ୍ଛା ତାପରେ ଇନକ୍ରିଜ୍ ଇନ୍ ଦ ଥିକନେସ୍ ଅଫ୍ ମସଲ୍ ଫାଇବର ଥିକନେସ୍ ଯଦି ମସଲ୍ ଫାଇବର ଥିକନେସ୍ ବଢ଼ିଲା ତାହେଲେ କ'ଣ ହେବ ଯଦି ମସଲ୍ ଫାଇବରଟା ବଢ଼ିଲା ତାହେଲେ କ'ଣ ହେବ ହାଇପର ବଢ଼ିବ ମତଲବ ହାଇପରଟ୍ରଫି ହେଲା। ଆଚ୍ଛା ତାପରେ 13 ନମ୍ବର ଆବିଲିଟି ଟୁ ଆଡ଼ଜଷ୍ଟ ଦ ମୁଭମେଣ୍ଟ ଇଫେକ୍ଟିଭଲି ଅନ୍ ଦ ବେସିସ୍ ଅଫ୍ ଚେଞ୍ଜିଂ ସିଚୁଏସନ୍ ଯଦି ସିଚୁଏସନ୍ ଚେଞ୍ଜ ହେବ ମାନେ ଆଡ଼ଜଷ୍ଟ ଇଫେକ୍ଟିଭଲି ଅନ୍ ଦ ମାନେ ସଡନ୍ ଚେଞ୍ଜ ହେବ ସିଚୁଏସନ୍ ତାର କ'ଣ ଆନ୍ସାର୍ ନା ଆବିଲିଟି ବା ଏଇଟା କୁହନ୍ତି କ'ଣ ଆଜିଲିଟି LITY ହେଲା। ଆଚ୍ଛା ଓକେ ଆଚ୍ଛା ଦେଲେ 14 ନମ୍ବର ଡ୍ୟୁରିଂ ଦ କଣ୍ଡକ୍ଟ ଅଫ୍ ପେନାଲ୍ଟି ଷ୍ଟ୍ରୋକ୍ ଇନ୍ ହକି ଦ ଅମ୍ପାୟାର ଟେକ୍ସ ପୋଜିସନ୍ ଅମ୍ପାୟାର କେଉଁ ପୋଜିସନ୍ ରହିବ ଏ କ୍ୱେଶ୍ଚିନ୍ଟା କାଟିଦେଇଛି କାରଣ ଆନ୍ସାର୍ କାଟିଦେଇଛି କାରଣ ଅମ୍ପାୟାର କେଉଁଠି ରହିବ ସେ କିଛି ଠିକ୍ ନଥାଏ। ଆଚ୍ଛା 15 ନମ୍ବର ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ କଲ୍ଡ ପାୱାର ହାଉସ୍ ଦ ମସଲ୍ ଏଇଟା ହେଉଛି କ'ଣ ମାଇଟ୍ରୋକଣ୍ଡ୍ରିଆ ହେଉଛି ୱାନ୍ସ ଅଫ୍ ଜେନେରେଟ୍ କରେ ଆପଣଙ୍କର ସେ କାଦ୍ୟରେ ବଞ୍ଚେ ନା H2O ଅକ୍ସିଜେନ୍ରେ ବଞ୍ଚେ। ଆଚ୍ଛା ତାପରେ ଆସିଲା କ'ଣ ଦ ହ୍ୱିଚ୍ ଅଫ୍ ଦ ଫଲୋଇଂ କଲ୍ଡ ଅଫ୍ ବିଲ୍ଡିଂ ବ୍ଲକ୍ସ ଅଫ୍ ଲାଇଫ୍ ଆପଣଙ୍କର ବିଲ୍ଡିଂ ବ୍ଲକ୍ସ ଅଫ୍ ଲାଇଫ୍ କିଏ ଆପଣଙ୍କର ନିଶ୍ଚିତ ଭାବରେ ସେଲ୍ ହେଲା ସବୁ ସେଲ୍ ବିଷୟରେ ପଢ଼ିବାକୁ ପଡ଼ିବ ଆପଣଙ୍କୁ। ହ୍ୱିଚ୍ ଇଜ୍ ଦ ଫଲୋଇଂ କାଲକୁଲେଟ୍ ଷ୍ଟ୍ରାଗର ଡିଷ୍ଟାନ୍ସ ଅଫ୍ ଲେନ୍ ଏଇ ଆନ୍ସାର୍ କ'ଣ ହେବ ଆପଣମାନେ ସମସ୍ତେ କମେଣ୍ଟରେ ଦେବେ ଟିକେ ହାର୍ଡ଼ ଅଛି ତଥାପି କମେଣ୍ଟରେ ଦେବେ। AFAD ୟୁଥ୍ ଫିଟନେସ୍ ଟେଷ୍ଟ ଇଜ୍ ଫର୍ ମେଜରିଂ ଆମେରିକାନ୍ ଆଲାଏନ୍ସ ହେଲ୍ଥ ଫିଜିକାଲ୍ ଏଜୁକେସନ୍ ରିକ୍ରିଏସନ୍ ଆଣ୍ଡ ଡ୍ୟାନ୍ସ କେବେ ତିଆରି ହେଇଥିଲା ଆର ଇଭେଣ୍ଟ ଥିଲା କେତେଟା 7ଟା ପ୍ରଥମେ ତାପରେ କାଳକ୍ରମେ 6ଟା ହେଲା ତାକୁ ମଧ୍ୟ ଲକ୍ଷ୍ୟ କରିବେ ଆପଣମାନେ ଲକ୍ଷ୍ୟ କରିବେ। ଆଚ୍ଛା AFAD ୟୁଥ୍ ଫିଟନେସ୍ ଟେଷ୍ଟ ଫର୍ ମେଜରିଂ କ'ଣ ମାପିବା ପାଇଁ ନା ନିଶ୍ଚିତ ଭାବରେ ଆପଣଙ୍କର କ'ଣ ହେବ ନା ମୋଟର ଫିଟନେସ୍ ଟେଷ୍ଟ ମାପିବା ପାଇଁ ଥାଏ। ଆଚ୍ଛା ତାପରେ ଆସିଲା କ'ଣ ହ୍ୱିଚ୍ ଅଫ୍ ଦ ଫଲୋଇଂ ବିଣ୍ଡ ଦ ମସଲ୍ ଟୁ ଦ ବୋନ୍ କ'ଣ ମସଲ୍ ଟୁ ବୋନ୍ ଟେଣ୍ଡନ୍ ଆନ୍ସାର୍ ହେବ କ'ଣ ଟେଣ୍ଡନ୍ ଓକେ। ଆସିଲା 20 ନମ୍ବର ଚୁଜ୍ କରିବା ପାଇଁ ଦେଇଛି ମାନେ କ'ଣ ନା 20 ନମ୍ବର ଦେଇଛି ଏ ମିଲ୍କ ଚିଜ୍ ୟୋଗର୍ଟ ତାହେଲେ ମିଲ୍କ କେଉଁଠି ହେବ ନା ନିଶ୍ଚିତ ଭାବରେ କ୍ଷୀରଟା ହେଉଛି କ୍ୟାଲସିୟମ୍ ତାହେଲେ A2 କେଉଁଠି ଅଛି 2 ଜାଗା ଅଛି କେଉଁଠି ଅଛି ନା ଏଠି ଅଛି ତାହେଲେ ଏ 2ଟା କଟିଗଲା। ହଉ ତାପରେ ହେଲା କ'ଣ ନା ବି ଦେଲା ମିଟ୍ ଏଗ୍ ଫିସ୍ ମାଛ ଅଣ୍ଡା ମାଂସ ଏଗ୍ ଫିସ୍ କେଉଁଟା ହେବ ନିଶ୍ଚିତ ଭାବରେ ପ୍ରୋଟିନ୍ ହେବ ହେଲା ତାହେଲେ B3 ଆନ୍ସାର୍ B ଓକେ। ଆଚ୍ଛା ତାପରେ ଉବେର କପ୍ ଇଜ୍ ଆସୋସିଏଟେଡ୍ ଉବେର କପ୍ ହେଉଛି ବ୍ୟାଡ଼ମିଣ୍ଟନ ଓମେନ୍ର ଅଛି ଉବେର କପ୍ ହେଲା। ଆଚ୍ଛା ତାପରେ ଆସିଲା ଆପଣ ଇନ୍ ହ୍ୱିଚ୍ ଗେମ୍ ଆଣ୍ଟିନା ଇଜ୍ ୟୁଜ୍ ଆଣ୍ଟିନା କେଉଁ ଗେମ୍ରେ ଖେଳେ ଭଲିବଲ୍ ଆଉ କ'ଣ ଏଥିରେ ଅଛି। ଆଚ୍ଛା ହାଉ ମେନି ହର୍ଡେଲ୍ସ ଆର୍ ଟୁ ବି କ୍ରସ୍ 300 ମିଟର କେତେ 28 + 7 ଟୋଟାଲ୍ 35ଟା ହର୍ଡେଲ୍ ଥାଏ ହେଲା। ଆଚ୍ଛା ଇଏ ହେଲା
24 आंसर हुईच 28 + 7 होची आंसर होची सी। अच्छा हुईच वन इज द नॉट द प्रिंसिपल ऑफ स्पोर्ट्स कोटा प्रिंसिपल ऑफ स्पोर्ट्स प्रिंसिपल कोटा नुहे प्रिंसिपल ऑफ स्पोर्ट्स नुहे कोटा प्रिंसिपल ऑफ स्टॉप एंड गो प्रिंसिपल ऑफ स्पोर्ट्स प्रिंसिपल ऑफ ओवरलोड आप समस्त कही इंडिविजुअली कही स्पेसिफिसिटी अच्छा हाँ पिला नेक्स्ट क्वेश्चन होची द टर्म फुसिफॉर्म इज रिलेटेड टू है फुसिफॉर्म गोटे अच्छी आपने स्केलेटल सिस्टम जाए देखिए गोटे डीपली पकई एक्चुअली एत डीपली आसबनी स्केलेटल सिस्टम है अच्छा फुसिफॉर्म पकई फुसिफॉर्म हूँ आपंकर स्केलेटल मसल स्मूथ मसल आउ नन ऑफ द स्केलेटल मसल हूँ कौन पे वॉलंटरी अच्छा स्मूथ मसल हूँ वॉलंटरी एज वेल एज इनवॉलंटरी तेणुक आंसर निहाती भाव में गोटे आंसर रहा आपंकर कौन ना स्केलेटल मसल ओके अच्छा नेक्स्ट आसो ट्रांसिशन पीरियड एमसेट ट्रांसिशन पीरियड कौटी स्टेबिलाइजेशन ऑफ परफॉर्मेंस सुपर कंपनसेशन रिक्रेशन रिकवरी ट्रांसिशन पीरियड कौट थाए ट्रांसिशन पीरियड मतलब कौन ना ट्रांसिशन पीरियड कौन ना कंप्लीट रेस्ट नुहे ट्रांसिशन पीरियड कौन हुए ना रिकवरी हुए रिकवरी ताले ट्रांसिशन पीरियड निश्चित भाव में ट्रांसिशन पीरियड हम आंसर कौन निहाती भाव में आपंकर रिकवरी हम है आम गोटे स्पोर्ट्स पर्सन को कंप्लीट रेस्ट देवानी रेस्ट देले से बसी आम कौन करती ना से एंडुरांस बढ़ धर सी प्रैक्टिस कर फुटबॉल गेम फुटबॉल प्लेयर सपोज धरने फुटबॉल प्लेयर तार कंपटीशन धर मार्च थी कंपटीशन मार्च सरीगला कौन कौन प्रैक्टिस करता धर एंडुरांस बढ़ाई सी फटलाक ट्रेनिंग कर सॉरी इंटरवाल करता तार आम कौन करिया ना ताकू सही एंडुरांस आमर बढ़ो किंतु आम इंटरवाल कले बोरिंग हो कंपटीशन समय से करता आम कौन करिया ना ना फटलेक करदे कौन करदे ना फटलेक करदे कौन हम ना सही एंडुरांस बढ़ो किंतु सी कौन हम ना विरक्ति पाइबनी जदि विरक्ति भाव पाइला ताल कौन हम प्रिंसिपल ऑफ कौन हम हाँ प्रिंसिपल ऑफ टीडीएम कहते TIDUM टीडीएम है DIUM हाँ टीडीएम ओके नेक्स्ट क्वेश्चन को जीवा नेक्स्ट क्वेश्चन देला व्हिच ऑफ द फॉलोइंग इज द रिच सोर्स ऑफ विटामिन सी विटामिन इजी क्वेश्चन विटामिन सी रो रिच सोर्स विटामिन कोटा आपनकर निहाती भाव टमाटो गुआवा भितर आपनकर बहुत आलोचना पर्यालोचना हम किंतु ये बाबू जनक जीति जी आंसर हम सी ओके अच्छा किसी किसी जगह टमाटो मना करूनी किसी जगह टमाटो देती किंतु आंसर ये मानी बोर्ड मानी सी ओके अच्छा इंटरवल ट्रेनिंग मेथड ये इंटरवल ट्रेनिंग मेथड को डेवलप किए करथिला इंटरवल ट्रेनिंग मेथड को डेवलप किए करथिले से कहूँ आंसर होची वाल्डमर ग्रेसर किंतु मोर क्वेश्चन होची इंटरवल ट्रेनिंग मेथड कौन डेवलपमेंट इंटरवल मेथड यूज कर आप कमेंट देवे डेवलपमेंट कौन डेवलपमेंट करने इंटरवल मेथड यूज कर प्रिंसिपल ऑफ वेराइटीज कौन प्रिंसिपल मैंने आंसर देवे ग्रुप रे कौन कमेंट दे प्रिंसिपल ऑफ वेराइटीज कौन देवे आंसर ओके तब पेरिएटल बोन अच्छा इंटरवल मेथड आंसर कहल ग्रेसुलर हो अच्छा तब कौन पेरिएटल बोनटा आपंकर कौटी अच्छी ना पेरिएटल बोनटा निहाती भाव में आप समस्त जानते पेरिएटल बोनटा कौन ना स्कल अच्छी सब बोन टी मन मन पे रख अच्छा मोटो ऑफ एशियन गेम मोटो कौन थी ना एशियन गेम मोटो कौन एशियन गेम मोटो पे निश्चित भाव में एभर एनवर्ड आ मोटो ऑफ ओलंपिक गेम मोटो कौन आउ पे जो वर्ष परीक्षा देव से वर्ष धरने 2025 योगा इंटरनेशनल मोटो कौन थी आपने सर्ट नोट कर रखिथे अच्छा ना पचार ICC क्रिकेट टूर्नामेंट कि तार मोटो कौन थी ये पचार आउ गोटे ट्रिक्स दूसरी शुण सपोज धरनीय नुआ एथर एशियन गेम जाइए कि कमनवेल्थ गेम जाइए तो मोटो आप लिखिले किंतु कौन करवा गोटे जिन जदि किए गोटे यंग प्लेयर जदि गोटे यंग प्लेयर ना कर कौन एक गेम रे ना कर नाटा पूरा आपड़ एक नंबर मन रखिथे तार टोटाल डिटेल्सटा मन रखिथे ओके ओके जीवा तापर कौन लेडी रतन टाटा कौन ना लेडी रतन टाटा एक मिनट अच्छा कौन देला ना लेडी रतन टाटा एसोसिएटेड विथ व्हिच गेम बा विथ द गेम ऑफ
କେଉଁ ଗେମ୍ରୁ ଡି ରତନ ଟାଟା ସେ କେଉଁ ଗେମ୍ରୁ ବିଲଙ୍ଗ କରନ୍ତି ନା ନିହାତି ଭାବରେ ଆପଣମାନେ ସମସ୍ତେ ଜାଣିଛନ୍ତି ରତନ ଟାଟା ଲେଡି ରତନ ଟାଟା ଏସବୁ ଆପଣଙ୍କର କେଉଁଠୁ ନା ସି ହକିରୁ। ଓକେ ଆଚ୍ଛା ତାପରେ ଆସିଲା କ'ଣ ଆନ୍ସାର୍ କ୍ୱେଶ୍ଚନ୍ ହୁ ସୁପରଭାଇଜ୍ ଦ ଟେକ୍ ଓଭର ଜୋନ୍ ଡ୍ୟୁରିଂ ଦ ରିଲେ ରେସ୍। ଟେକ୍ ଓଭର ଜୋନ୍ରେ କିଏ ସୁପରଭାଇଜ୍ କରନ୍ତି ଟେକ୍ ଓଭର ଜୋନ୍ରେ ରିଲେ ରେସ୍। ଏଇଠୁ ଧରିନିଅ ସିଏ ନେଇକି ଗଲା ଏଇଠି ପୁଣି ଏଇଠୁ ଯିବ ଏଠି ଜଣେ ଛିଡ଼ା ହେଇଥିବ ଏଠି ଜଣେ ଷ୍ଟାର୍ଟ ହେଲା ପୁଣି ଏଇଠି ଜଣେ ଅଫିସିଆଲ୍ ଥିବେ। ଆଚ୍ଛା ଏଇଠି ତାଙ୍କର ଆଉ ଜଣେ ପ୍ଲେୟର ଥିବ ଦୌଡ଼ିନି ଧରିବା ପାଇଁ ଏଇ ଜାଗାରେ କିଏ ସୁପରଭାଇଜ୍ କରନ୍ତି ସେ ପଚାରିଲା ଏଇ ଜାଗାରେ କିଏ ସୁପରଭାଇଜ୍ କରନ୍ତି। ଆଚ୍ଛା ନା ରେଫ୍ରି ଅମ୍ପାୟାର ଲାଇନମ୍ୟାନ୍ ନା ଜଜ୍। ରେଫ୍ରି ଅମ୍ପାୟାର ଲାଇନମ୍ୟାନ୍ ନା ଜଜ୍ କିଏ କରନ୍ତି ଆରେ ବାବା କିଏ କରନ୍ତି ନା ଅମ୍ପାୟାର କରନ୍ତି। ଆଚ୍ଛା ପିଲାମାନେ କମେଣ୍ଟ ଦେବ ରେଫ୍ରି ଅମ୍ପାୟାର ଲାଇନମ୍ୟାନ୍ ଆର ପାର୍ଥକ୍ୟ ଆମେ ନେଇକି ଆସିବା କେତେବେଳେ ହେଲା। ଆଚ୍ଛା ଗୋଟେ କମେଣ୍ଟ ଦେବ ହଉ। ତାପରେ ଲଙ୍ଗେଷ୍ଟ ମସଲ୍ ସବୁଠୁ ଲମ୍ବା ମସଲ୍ କେଉଁଟା ଆପଣ ସମସ୍ତେ ସଠିକ୍ ଲଙ୍ଗେଷ୍ଟ ବୋନ୍ ମଧ୍ୟ ଆନ୍ସର୍ ଦେବ କମେଣ୍ଟରେ। ଆଚ୍ଛା ଡେଡ୍ ବଲ୍ ଆଇଜ୍ ଆସୋସିଏଟେଡ୍ ଡେଡ୍ ବଲ୍ଟା କେଉଁଥିରେ ଅଛି ଡେଡ୍ ବଲ୍ଟା ଆପଣମାନେ ସମସ୍ତେ ଜାଣିଛନ୍ତି ଆପଣମାନେ ସମସ୍ତେ ଜାଣି ଡେଡ୍ ବଲ୍ କେଉଁଥିରେ କ୍ରିକେଟରେ ଅଛି ଡେଡ୍ ବଲ୍। ଓକେ ହଁ ନେକ୍ସଟକୁ ଯିବା କ'ଣ ନା ଡିଷ୍ଟାନ୍ସ ଅଫ୍ ମାରାଥନ୍ ରେସ୍। ମୁଁ ବହୁତ ଇଜି କ୍ୱେଶ୍ଚନ୍ ଆଣିଛି ମୁଁ ଜାଣିଛି ଆପଣଙ୍କୁ ଇଜି ଲାଗିବ 42.195 କିଲୋମିଟର ହେଲା। ଆଚ୍ଛା ଇନ୍ ହୁଇଚ୍ ଏଇଟା କ୍ୱେଶ୍ଚନ୍ ଆପଣଙ୍କର ଆନ୍ସର୍ ଦେବେ 42.195 କିଲୋମିଟର କେତେ ମାଇଲ୍ ହେବ କେତେ ମାଇଲ୍ ସେଟା ମଧ୍ୟ ଲକ୍ଷ୍ୟ କର। ଇନ୍ ହୁଇଚ୍ ଇୟର୍ ଡିଡ୍ ଦ ଇଣ୍ଡିଆ ଅର୍ଗାନାଇଜ୍ ଏସିଆନ୍ ଗେମ୍ ସେକେଣ୍ଡ ଟାଇମ୍। ଦ୍ୱିତୀୟ ଥର ପାଇଁ ଆମ ଭାରତ କେବେ କ'ଣ କଲା ନା ସେକେଣ୍ଡ ଟାଇମ୍ କ'ଣ କଲା ନା ଏସିଆନ୍ ଗେମ୍ ଆରେଞ୍ଜ କଲା 1982ରେ ପ୍ରଥମ ଏସିଆନ୍ ଗେମ୍ 1951 ହେଇଥିଲା ତେଣୁ ଦ୍ୱିତୀୟ ଥର ଆମର ସେଇ ନ୍ୟୁ ଦିଲ୍ଲୀରେ ହେଇଥିଲା 1982ରେ। ହୁଇଚ୍ ୱାନ୍ ଇଜ୍ ଦ ନଟ୍ ଏ ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡ କେଉଁଟା ଏମାନଙ୍କ ଭିତରୁ କେଉଁଟା ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡ ନୁହେଁ ଆପଣମାନେ ସମସ୍ତେ ଲକ୍ଷ୍ୟ କରିବେ ଗ୍ଲାଣ୍ଡ ବିଷୟରେ ପେରିଫେରିଆଲ୍ ଗ୍ଲାଣ୍ଡ ହେଉଛି ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡ ନୁହେଁ। ଆଚ୍ଛା ମେଣ୍ଟାଲ୍ ଏଜ୍ ହ୍ୱାଟ୍ ଇଜ୍ ମେଣ୍ଟାଲ୍ ଏଜ୍ ତାର ବୁଦ୍ଧି କେତେ ମେଣ୍ଟାଲ୍ ଏଜ୍ ଅଫ୍ ଆନ୍ ଇଣ୍ଡିଭିଜୁଆଲ୍ ଇଜ୍ ଡିଟେକ୍ଟେଡ୍ ବାଇ ମେଣ୍ଟାଲ୍ ଏଜ୍ ଇୟର୍ ମନ୍ଥ ଡେଜ୍ ଏଇଟା ହେଉଛି ନା through exercise functional efficiency of organ psychological test କେଉଁଥିରେ ହେବ ଆନ୍ସର୍ ସାଇକୋଲୋଜିକାଲ୍ ଟେଷ୍ଟ ଆମେ ଜାଣିପାରିବା। ଆଚ୍ଛା ସ୍କିଲ୍ ଟୁ ବି ଲର୍ନ ଇଜ୍ ଡିଫରେଣ୍ଟ ଦେନ୍ ଦ ଅଲରେଡ଼ି ଲର୍ନ ସ୍କିଲ୍ ଟ୍ରାନ୍ସଫର୍ ଅଫ୍ ଲର୍ଣ୍ଣିଂ ୱିଲ୍ ବି। ଆଚ୍ଛା ସିଏ ସ୍କିଲ୍ କି କ'ଣ କରିଛି ନା ଆଗରୁ ଜାଣିଛି ଅଲରେଡ଼ି ଜନ୍ ଆଉ ଏବେ ସେଇ ସ୍କିଲ୍କୁ ମାନେ ସେ ପଚାରିଲା ଯେଉଁ ସ୍କିଲ୍ଟା ସେ ଶିଖୁଛି ପୂର୍ବରୁ ସେ ଜାଣିଥିଲା କିନ୍ତୁ କିଛି ମାନେ ବେନିଫିଟ୍ ଦେଖ ଏଇଠି ଲେଖିଲା ଇଫ୍ ଦ ନ୍ୟୁ ସ୍କିଲ୍ ଟୁ ବି ଲର୍ନଡ୍ ଇଜ୍ ଡିଫରେଣ୍ଟ ଦେନ୍ ଅଲରେଡ଼ି ଲର୍ନଡ୍ ସ୍କିଲ୍ ଟ୍ରାନ୍ସଫର୍ ଅଫ୍ ଲର୍ଣ୍ଣିଂ। ସିଏ ନୂଆ ସ୍କିଲ୍ ଯଦି ଶିଖିଲା ସେ ପୂର୍ବରୁ ସେ ସ୍କିଲ୍ ଜାଣିଥିଲା ଏତିକି ବାଟ ରହିଲା ତାପରେ ସେ କହିଲାନି ଯେ କିଛି ଲାଭ ହେଲା ବୋଲି ତାହେଲେ ଲାଭ ହେଲାନି ଯଦି ନ ଲେଖିଛି ଆମେ କ'ଣ ଯିବା କ୍ଷତି ବି ହେଇନାହିଁ ନା ତାହେଲେ ଆମେ କ'ଣ ଯିବା ନିଶ୍ଚିତ ଭାବରେ ଜିରୋକୁ ଯିବା। ଓକେ ଆଚ୍ଛା ଠିକ୍ ଅଛି ତାହେଲେ କେଉଁଟା ପଳେଇଗଲା କୁଆଡ଼େ ସରି ତାପରେ ଯିବା କେଉଁଠିକି ନା ଇନ୍ ଫ୍ଲେକ୍ସନ୍ ଅଫ୍ ଏଲ୍ବୋ। ଆଚ୍ଛା ଫ୍ଲେକ୍ସନ୍ ମାନେ କ'ଣ ଫ୍ଲେକ୍ସନ୍ ଏଲ୍ବୋ ଫ୍ଲେକ୍ସନ୍ ମାନେ ଏଲ୍ବୋ ଆପଣଙ୍କ ପାଖକୁ ଆସିଲା। ଆଚ୍ଛା ଫ୍ଲେକ୍ସନ୍ ଅଫ୍ ଏଲ୍ବୋ ବାଇସେପ୍ ମସଲ୍ ଆକ୍ଟସ୍। ଆଚ୍ଛା ଫ୍ଲେକ୍ସନ୍ ଅଫ୍ ଏଲ୍ବୋ ବାଇସେପ୍ ମସଲ୍ ଆକ୍ଟସ୍। ଆଚ୍ଛା ଯେତେବେଳେ ଏଲ୍ବୋଟା ପାଖକୁ ଆସିବ ନିହାତି ଭାବରେ କ'ଣ ହେବ ନା ଆଗୋନିଷ୍ଟ ହେବ ତାହେଲେ ଆଣ୍ଟାଗୋନିଷ୍ଟଟା କେତେବେଳେ ହେବ ନା ଏକ୍ସଟେନସନ୍ ଯେତେବେଳେ ଏକ୍ଜିଷ୍ଟ ମାନେ ଯେତେବେଳେ ଏଲ୍ବୋ ଆମର ଯଦି ଏଇଟା ଏଲ୍ବୋ ହୁଏ ଏଇଟା ଗୋଟେ ଏଲ୍ବୋ ହୁଏ। ଆଚ୍ଛା ଏଲ୍ବୋଟା ଆମେ ଯଦି ପାଖକୁ ଆଣିବା ତାହେଲେ ଏଇଟା ଯଦି ପାଖକୁ ଆସିଲା ତାହେଲେ କ'ଣ ହେବ ନା ଫ୍ଲେକ୍ସନ୍ ବା ଆଗୋନିଷ୍ଟ। ଆଚ୍ଛା ଯେତେବେଳେ ଦୂରକୁ ଯିବ ଏଇଟାকে ଯେତେବେଳେ ଦୂରକୁ ଗଲା କ'ଣ ହେବ ନା ଏକ୍ସଟେନସନ୍ ବା ଆଣ୍ଟାଗୋନିଷ୍ଟ AN ହେଲା। ଆଚ୍ଛା ହୁଇଚ୍ ୱାନ୍ ଇଜ୍ ଦ ନଟ୍ ଏ ମେଥଡ଼ ଅଫ୍ ଡ୍ରଇଂ ଫିକ୍ସର କେଉଁଟା ଡ୍ରଇଂ ଫିକ୍ସର ମେଥଡ଼ ନୁହେଁ ସାଇକେଲିକ୍ ମେଥଡ଼ ଟାବୁଲାର ମେଥଡ଼ ସାର୍କୁଲାର ମେଥଡ଼ ଷ୍ଟେୟାରକେସ୍ ମେଥଡ଼। ଆଚ୍ଛା ଏଠି ଡ୍ରଇଂ ଫିକ୍ସର ମେଥଡ଼ ନୁହେଁ ଏଇଟା ସାର୍କୁଲାର ମେଥଡ଼ କିଛି ନାହିଁ ହେଲା ଟାବୁଲାର ଫ୍ୟାକ୍ଟର ଅଛି ସାଇକେଲିକ୍ ମେଥଡ଼ ତ ଜାଣିଛନ୍ତି। ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ମିନେରାଲ୍ସ ଆର୍ ୟୁଜ୍ ଫର୍ ଦ ବୋନ୍ ଆଣ୍ଡ ଟିଥ୍ ବୋନ୍ ଆଣ୍ଡ ଟିଥ୍ ପାଇଁ କେଉଁଟା ନା କ୍ୟାଲସିୟମ୍ ଫସ୍ଫରସ୍ ନା ପୋଟାସିୟମ୍ କ୍ୟାଲସିୟମ୍ ସଲଫର୍ ଆଣ୍ଡ ଆଇରନ୍ ନା ଫସ୍ଫରସ୍ ଆଣ୍ଡ ଆଇରନ୍
କ୍ୟାଲସିୟମ୍ ଆଉ ବୋନ୍ ଆଉ ଟିଥ୍ ପାଇଁ ହାଡ଼ ଆଉ ଦାନ୍ତ ପାଇଁ ନିହାତି ଭାବରେ ଆପଣଙ୍କର କ୍ୟାଲସିୟମ୍ ଦରକାର ଭାଇ, କ୍ୟାଲସିୟମ୍ ଆଉ ଫସ୍ଫରସ୍ ଦରକାର। ଆଚ୍ଛା, ପ୍ରି କମ୍ପିଟିସନ୍ ପୂର୍ବରୁ ମିଲ୍ ସୁଡ୍ ବି ହାଇ ଇନ୍ କାର୍ବୋହାଇଡ୍ରେଟ୍, ମାନେ କମ୍ପିଟିସନ୍ ପୂର୍ବରୁ ଆମେ ମିଲ୍ଟା କେତେ ହାର୍ଡ଼ ଖାଇବା ଦରକାର। ଆଚ୍ଛା, କେଉଁ ପ୍ରକାର କାର୍ବୋହାଇଡ୍ରେଟ୍ ନା ଫ୍ୟାଟ୍ ନା ପ୍ରୋଟିନ୍ ନା ଫାଇବର୍, କେଉଁଟା? ଆଚ୍ଛା, ପ୍ରି କମ୍ପିଟିସନ୍ ପୂର୍ବରୁ ଆମେ ନିହାତି ଭାବରେ ବେଶୀ କ'ଣ କାର୍ବୋହାଇଡ୍ରେଟ୍ ଖାଇବା ଦରକାର ହେଲା। କାର୍ବୋହାଇଡ୍ରେଟ୍ ଟୁ ଟାଇପ୍ସ, ଗୋଟେ ହେଉଛି କ'ଣ ସିମ୍ପଲ୍, ଗୋଟେ ହେଉଛି କମ୍ପ୍ଲେକ୍ସ। ଆମେ ସିମ୍ପଲ୍ ଖାଇବା ଦରକାର, ସିମ୍ପଲ୍ ଯେମିତିକି ମିଠା ଜାତୀୟ, କମ୍ପ୍ଲେକ୍ସ ହେଉଛି ଭାତ ହେଲା। ଆଚ୍ଛା, ମାନେ ସିମ୍ପଲ୍ ହେଉଛି କ'ଣ ଫାଷ୍ଟ ଡାଇଜେଷ୍ଟ, କମ୍ପ୍ଲେକ୍ସ ହେଉଛି କ'ଣ ଲେଟ୍ ଡାଇଜେଷ୍ଟ, ଏତିକି କାହାଣୀ। ଯିଏ ଡେରିରେ ଡାଇଜେଷ୍ଟ ତ ତାକୁ ଖାଇଲେ ତ ଆମେ ଭାତ ଖାଇକି ତ ଦୌଡ଼ି ପାରିବାନି ନା, ତେଣୁକରି ଜଲ୍ଦି ଡାଇଜେଷ୍ଟ ଯେଉଁଟା ହେଉଥିବ ଆମେ ସେଗୁଡ଼ା ଖାଇବା, ଚକୋଲେଟ୍ ହେଲା କି ଅନ୍ୟାନ୍ୟ ମିଠା ଜାତୀୟ ଜିନିଷ। ଆଚ୍ଛା, ତାପରେ ଷ୍ଟଡି ଅଫ୍ ଜଏଣ୍ଟ କ'ଣ ନା ଷ୍ଟଡି ଅଫ୍ ଜଏଣ୍ଟ ଆର୍ଥୋଲୋଜି। ଆମେ ଗୋଡ଼ ଫୋଡ଼ ଭାଙ୍ଗିଗଲେ ଅର୍ଥୋପେଡ଼ିକ୍ ଦେଖାନ୍ତିନି। ଆଚ୍ଛା, ହାଉ ମେନି ଟାଇମ୍ସ ହାଜ୍ ଇଣ୍ଡିଆ ଓନ୍ ହକି ଗୋଲ୍ଡ ମେଡ଼ାଲ୍ ଅଲମ୍ପିକ୍? ଅଲମ୍ପିକ୍ରେ ଆମେ କେତେ ଥର ହକି ଆମେ ଗୋଲ୍ଡ ପାଇଛେ? ହକିରେ ଗୋଲ୍ଡ ଆମେ କେତେ ଥର ପାଇଛେ? ନା 8 ଥର ପାଇଛେ। ଆମେ 8 ଥର ପାଇଛେ। ମୋର କ୍ୱେଶ୍ଚନ୍ ହେଉଛି ଡବଲ୍ କେତେ ଥର, ମାନେ ଡବଲ୍ ହାଟ୍ରିକ୍ ମତଲବ 6ଟା କେବେ ପାଇଥିଲା? ହଁ, ମୁଁ କହିଦେଉଛି 1928, 28, 32, 36 ହେଲା, 1, 2, 3। ଆଚ୍ଛା, 40ରେ ହେଲା ନାହିଁ, 44ରେ ହେଲା ନାହିଁ, 48, 52, 56 ପୁରା ଲଗାତାର ଡବଲ୍ ହାଟ୍ରିକ୍ କରିଛି ଇଣ୍ଡିଆ ହେଲା। ଆଚ୍ଛା, ତାହେଲେ 8ଟା ହେବ ଆନ୍ସର୍। ଓକେ, ହଉ ତାହେଲେ ପିଲାମାନେ, ତାପରେ ଆଉ ଗୋଟେ କ୍ୱେଶ୍ଚନ୍, ହ୍ୱିଚ୍ ୱାନ୍ ଇଜ୍ ନଟ୍ ଏ କାଇଣ୍ଡ ଅଫ୍ ନର୍ଭସ୍ ସିଷ୍ଟମ୍? କେଉଁଟା ନର୍ଭସ୍ ସିଷ୍ଟମ୍ ନୁହେଁ, ମାନେ ନର୍ଭସ୍ ସିଷ୍ଟମ୍ରେ ନୁହଁ ଏଟା? ତାହେଲେ ସେଣ୍ଟ୍ରାଲ୍, ପେରିଫେରାଲ୍, ଅଟୋନୋମିକ୍, ଏ ତ ଅଛି କିନ୍ତୁ ସେନ୍ସୋରି କିଛି ନାହିଁ ନର୍ଭସ୍ ସିଷ୍ଟମ୍ରେ ହେଲା, ସେନ୍ସୋରି କିଛି ନାହିଁ। ଆନ୍ସର୍ ହେଉଛି ଏ। ଆଚ୍ଛା, ଫଣ୍ଡାମେଣ୍ଟାଲ୍ ସ୍କିଲ୍ ଇନଷ୍ଟେପ୍ କିକ୍ ଆସୋସିଏଟ୍ ଇନଷ୍ଟେପ୍। ଆଚ୍ଛା, ଫଣ୍ଡାମେଣ୍ଟାଲ୍ ସ୍କିଲ୍ ହେଉଛି ଇନଷ୍ଟେପ୍ କିକ୍। ଆଚ୍ଛା, କିକ୍ ଅଛି ମାନେ ଆମେ ସମସ୍ତେ ପଳେଇବା ଫୁଟବଲ୍କୁ, ଆଉ କ'ଣ ଅଛି ହେଲା। ଆଚ୍ଛା, ତାପରେ ହେଲା ଦେଖ, ଆରେଞ୍ଜ ଦ ଫଲୋଇଂ ଫ୍ୟାକ୍ଟର ଅଫ୍ ଡିଟରମାଇନ୍ ଫ୍ଲାଇଟ୍ ଡିଷ୍ଟାନ୍ସ ଇନ୍ ଦ ଜମ୍ପ ଇନ୍ ଡିସେଣ୍ଡିଂ ଅର୍ଡ଼ର। ଆସେଣ୍ଡିଂ ଅର୍ଡ଼ର ଆଉ ମାନେ ଆସେଣ୍ଡିଂ ଡିସେଣ୍ଡିଂ ଅର୍ଡ଼ରରେ ସେ କହିଛି ଫ୍ଲାଇଟ୍ ଡିଷ୍ଟାନ୍ସଟାକୁ ଆମେ ଡିସେଣ୍ଡିଂ ଅର୍ଡ଼ର ଆନ୍ସର୍ କରିବା ପାଇଁ, ଏଇ ଆନ୍ସର୍ଟା ସିଏ ଆମେ ଯାହା ବି ଦେଲେ ସିଏ ଆନ୍ସର୍ଟା ମାନି ନାହିଁ, ଏଫ୍ ଲେଖିଦେଇଛି। ଓକେ, ମାନେ ଅଫିସିଆଲ୍ ଦେଖିନାହିଁ। ଆଚ୍ଛା, ତାପରେ ହେଲା ହ୍ୱାଟ୍ ଇଜ୍ ଦ ମୋଷ୍ଟ ଇଫେକ୍ଟିଭ୍ ମେଥଡ଼ ଏନକରେଜିଂ ସେଲ୍ଫ ଲର୍ଣ୍ଣିଂ ପାଇଁ ଏନକରେଜ୍ କେଉଁ ମେଥଡ଼ଟା ଇଫେକ୍ଟିଭ୍, ସବୁଠୁ ଦାମିକିଆ ମେଥଡ଼ କେଉଁଟା ହେବ? ସେଲ୍ଫ ଲର୍ଣ୍ଣିଂ। ଆପଣ ନିଜେ ପଢ଼ିବା ପାଇଁ ମୋଷ୍ଟ ଇଫେକ୍ଟିଭ୍ ମେଥଡ଼ କେଉଁଟା ହେବ? ନିଜକୁ ନିଜେ ଏନକରେଜ୍ କରିବା, ଆମେ ଅବଜର୍ଭେସନ୍, ଆମେ ନିଜେ ଅବଜର୍ଭ କରିବା ହେଲା। ଡେମନଷ୍ଟ୍ରେସନ୍ ମେଥଡ଼ ତ ଆପଣମାନେ ସମସ୍ତେ ଜାଣିଛନ୍ତି। ଆଚ୍ଛା, ଅବଜର୍ଭେସନ୍ଟା କି ମେଥଡ଼ ନା ଚାଇଲ୍ଡ ସେଣ୍ଟର, ଡେମନଷ୍ଟ୍ରେସନ୍ଟା କି ମେଥଡ଼ ଆପଣ କହିବେ ସମସ୍ତେ, କିନ୍ତୁ ଟିଚର ମେଥଡ଼ ବିଏଡ଼୍ର ସବୁ ପିଲାଙ୍କ ପାଇଁ, କିନ୍ତୁ ଫିଜିକାଲ୍ ଏଜୁକେସନ୍ ପାଇଁ କ'ଣ ଚାଇଲ୍ଡ ସେଣ୍ଟର ମେଥଡ଼ ଡେମନଷ୍ଟ୍ରେସନ୍ଟା ହେଲା। ଆଚ୍ଛା, ଆଉ ଗୋଟେ କ୍ୱେଶ୍ଚନ୍ ମୁଁ କରିଦେଉଛି 51, ହ୍ୱାଟ୍ ଇଜ୍ ଦ ୱିଡ୍ଥ ଅଫ୍ ଲାଇନ୍ ଆଥଲେଟିକ୍ ଟ୍ରାକ୍ର ଲାଇନ୍ର ଚଉଡ଼ା କେତେ ହୁଏ? ହଁ, ମୋ 5 ସେମି ହୁଏ, ଆଉ କେତେ ହୁଏ ହେଲା, 5 ସେମି ହୁଏ। ଆଜି ଥିଲା ଏତିକି କ୍ୱେଶ୍ଚନ୍। ଆଗକୁ ଯଦି ଏମିତି କ୍ୱେଶ୍ଚନ୍ ପାଉଛନ୍ତି, ମୁଁ ସେମ୍ କଥା କହିଛି, ଯଦି 130, 150 ଭିଉ ହୁଏ, ଲାଇକ୍ କଥା ଛାଡ଼, ଯିଏ ଯେମିତି ଯାହାକୁ ଭଲ ଲାଗିବ ଲାଇକ୍ କରିବ। 150 ଭିଉ ହେଲେ ଆମେ ନେକ୍ସଟ ଭିଡ଼ିଓ ନିହାତି ଭାବରେ ଆଣିବା। ଆଉ ଯେଉଁ ଫିଜିକାଲ୍ ଏଜୁକେସନ୍ ଭିତରେ ଯେଉଁ ଆପଣ ଚାହୁଁଛନ୍ତି କି ମୁଁ ଏଇ ଟପିକ୍ଟା ବୁଝିପାରୁନି, ଆପଣ କମେଣ୍ଟ ଦିଅନ୍ତୁ, ମୁଁ ନିଶ୍ଚିତ ଭାବରେ ସର୍ଟରେ ନିଶ୍ଚିତ ଭାବରେ ନେଇ ଆସିବି। ଧନ୍ୟବାଦ।